କୁନି ପିଲାଟି କଣ ମନରେ ବଡ଼ ବଡ଼ କଥା ବୁଝିନି, ଖାଲି ଏତିକି ବୁଝିଛି କାଳିଆ ତା ସଖା, ତାର ସବୁ କିଛି। ସେଇଥିପାଇଁ ଏ ବୟସରେ ସବୁକିଛି ତୁଚ୍ଛ କରି ସେ ଜଗାର ଶରଣରେ। ଭକ୍ତି କଣ ଭଲରେ ବୁଝିନି, ତଥାପି ଜଗା କଥା ଭାବି ଓଠରେ ହସ, ଆଖିରେ ସେ ଭକ୍ତିକୁ ବୁଝିବାର ଇଚ୍ଛା। ବେଶଭୂଷା କଥା ତ ନ କହିବା ଭଲ, ପୁରା କୁନି ପଣ୍ଡା ପରି, ଧୋତି କୁର୍ତ୍ତାକୁ ବେକରେ ଉତ୍ତରି, ମୁଣ୍ଡରେ ଚିତା ଚୈତନ୍ୟ, ଗଳାରେ ତୁଳସୀ ମାଳା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ର ପୁରୀରେ। ଇଏ ହେଉଛନ୍ତି ମହାପ୍ରଭୁଙ୍କ କୁନି ଭକ୍ତ ବଦ୍ରି ନାରାୟଣ ନାୟକ। ବୟସ ମାତ୍ର 4 ବର୍ଷ 2 ମାସ। ମହାପ୍ରଭୁଙ୍କ ପ୍ରତି ତାଙ୍କର ରହିଛି ସମର୍ପିତ ମନୋଭାବ। ତୁଣ୍ଡରେ ଜୟ ଜଗନ୍ନାଥ ଏବଂ ହରେ କୃଷ୍ଣ ହରେ ରାମ ଉଚ୍ଚାରଣ। କୁନି ପିଲାଟିର ଏ ଭକ୍ତିଭାବ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଗଞ୍ଜାମ ବେଗୁନିଆପଡ଼ାର ସୁଶାନ୍ତ ନାୟକ ଓ ଲିଜା ନାୟକଙ୍କ ଏକମାତ୍ର ପୁଅ ବଦ୍ରି ନାରାୟଣ। ବଦ୍ରି 7 ମାସରେ ଥିବା ସମୟରେ ତାଙ୍କ ପରିବାର ଲୋକଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁଅକୁ ଠାକୁରଙ୍କ ପାଖରେ ପରିବାର ଲୋକେ ସମର୍ପି ଦେଇଥିଲେ। ଏବେ 2 ବର୍ଷ ହେବ ପୁରୀରେ ରାଧା ଦାମୋଦର ଗୌଡ଼ିଆ ମଠରେ ଦୀକ୍ଷା ନେଇଛନ୍ତି ବଦ୍ରି। ପୁରୀରେ ବଦ୍ରିଙ୍କୁ ଦେଖି ଅନ୍ୟ ଭକ୍ତଙ୍କ ଖୁସି କହିଲେ ନ ସରେ। ହେ ଜଗା, ତୁ ପରା ବିଶ୍ୱନିୟନ୍ତା, ଜଗତର ନାଥ, ଭାବର ଠାକୁର। ସେଇଥିପାଇଁ ତ ରାତି ପାଇଲେ ତୋ ଦୁଆରକୁ ଛୁଟୁଛି ଭକ୍ତଙ୍କ ସୁଅ। କଣ କିମିଆ କରିଛୁ କେଜାଣି, ଏଇ କୁନି ଭକ୍ତ ବି ଏବେ ତୋରି ପ୍ରେମରେ। ଦୁନିଆ କଣ ଭଲରେ ବୁଝିନି, ହେଲେ ବୁଝି ସାରିଲାଣି ତୋରି ଭାବକୁ। କି ଯାଦୁ କରିଛୁ କେଜାଣି, ସମସ୍ତଙ୍କ ପ୍ରେମକୁ ଆବରି ବସିଛୁ। ଏଇ କୁନି ଭକ୍ତ ଉପରେ ତୋର କୃପା ସବୁବେଳେ ଥାଉ, ଏତିକି ହିଁ କାମନା। ବ୍ୟୁରୋ ରିପୋର୍ଟ ଓଙ୍କାର ନ୍ୟୁଜ ଓଡ଼ିଆ।